ଆପଣମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆଜି କୋରାପୁଟର ଲାଣ୍ଡିଗୁଡ଼ା ସ୍ଥିତ ସରକାରୀ ମହାବିଦ୍ୟାଳୟ ପରିସରରେ ସରକାରୀ ମହାବିଦ୍ୟାଳୟ ଏବଂ କୋରାପୁଟ ଫାର୍ମର୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ପ୍ରକୃତି ଭିତ୍ତିକ ସମାଧାନ ନେଇ ଏକ କର୍ମଶାଳା। ତେବେ ସେହି କର୍ମଶାଳାରେ ଆମର ଅତିପ୍ରିୟର ଇଞ୍ଜିନିୟର ସୁନୀଲ ବିଶ୍ୱାଳ ଭାଇ ସେ ତାଙ୍କର ଏକ ସନ୍ଦର୍ଭ ସେଠି ଉପସ୍ଥାପନ କରିଥିଲେ, ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ପ୍ରକୃତି ଭିତ୍ତିକ ସମାଧାନ। ତେବେ ଏହାର ରୂପରେଖ କ'ଣ ଥିଲା, ଏହାର ବିସ୍ତୃତି କ'ଣ ଥିଲା, କେମିତି ଥିଲା ସେ କଥାଟି, ତାକୁ ଆମେ ବିସ୍ତୃତ ଭାବରେ ତାଙ୍କଠାରୁ ଶୁଣିବା ଏବଂ ଜାଣିବାକୁ ପାଇବା ଯେ ସେ କ'ଣ କହିବାକୁ ଚାହିଁଥିଲେ ସେଇ କର୍ମଶାଳାରେ। ଭାଇ, ଆପଣଙ୍କୁ ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଆପଣ ଯାହା କହିବାକୁ ଚାହିଁଥିଲେ ସେଠି ପିଲାମାନଙ୍କୁ, ତାର ଏକ ବିସ୍ତୃତ ବିବରଣୀ। ରେଡ଼ିଓ କୋରାପୁଟର ଶ୍ରୋତାମାନଙ୍କୁ ମୁଁ ନମସ୍କାର ଜଣାଉଛି। ତେବେ ଆଜି ଡିଏଭି କଲେଜରେ କୋରାପୁଟ ଫାର୍ମର୍ସ ଆସୋସିଏସନ ସହିତ ଯେଉଁ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ସେଥିରେ ମୋତେ କୁହାଯାଇଥିଲା ଯେ ନେଚର ବେସ୍ଡ ସଲ୍ୟୁସନ୍ସ ବିଷୟରେ କହିବା ପାଇଁ କୁହାଯାଇଥିଲା। ତେବେ ଏଥିରେ ମୋର କହିବାର କଥା ହେଉଛି ଯେ ଆମର ଇଞ୍ଜିନିୟରିଂ କୁହନ୍ତୁ ବା ମ୍ୟାନେଜମେଣ୍ଟ କୁହନ୍ତୁ ବା ସାଧାରଣ ଜୀବନରେ ଗୋଟିଏ କଥା ଅଛି ଯେ ଗୋଟିଏ ସମସ୍ୟାର ମୂଳ କାରଣକୁ ଜାଣିବା ହେଉଛି ତାର ସମାଧାନର ଗୋଟିଏ ପ୍ରଥମ ପାହାଚ। ତେଣୁ ପରିବେଶ ଯେଉଁ ବଦଳି ଚାଲିଥିବା ପରିବେଶ ତାର କାରଣ ବିଷୟରେ ଯଦି ଆମେ ଜାଣିବା ତାହେଲେ ଆମେ ତାକୁ ଠିକ ଭାବରେ ଆମେ ତାକୁ ମୁକାବିଲା କରିପାରିବା ବା ଯାହା ଆମର କରଣୀୟ, ଯାହା ଆମର ସେ ବାବଦରେ ଆମେ ଯାହା କରିପାରିବା ସେଇଟା ଆମେ ଆପଣ ଛାଇ ଆମେ ବୁଝିପାରିବା। ତେବେ ଆମେ ଜାଣିବା ପାଇଁ ଚାହିଁବା ଯେ ପରିବେଶ ବଦଳୁଛି କି, ପରିବେଶ ଯେ ବଦଳୁଛି ଏ ବିଷୟରେ ଆମେ ଅନେକ ସମୟରେ ପଢିଥାଉ। ବିଭିନ୍ନ ପ୍ରକାର ଚାଷୀମାନଙ୍କର ଯେଉଁ ଅନୁଭୂତିରୁ ଆମେ ଶୁଣିଥାନ୍ତି ଯେ ପରିବେଶ ବଦଳି ଯାଇଥିବା ପରିବେଶ ଯୋଗୁଁ ଚାଷରେ ଆଉ ପୂର୍ବ ଭଳି ଅମଳ ଆସୁନାହିଁ। ଏମିତିକି କୋରାପୁଟରେ କଫି ଚାଷୀମାନେ ବି ଅଭିଯୋଗ କରୁଛନ୍ତି ଯେ ପରିବର୍ତ୍ତିତ ଜଳବାୟୁ ଯୋଗୁଁ କଫି ଗଛରେ ଯେଉଁ ସମୟରେ ଫୁଲ ଆସିବା କଥା ବା ଯେତିକି ଅମଳ ହେବା କଥା ସେମିତି ଅମଳ ହେଉନି। ଏବଂ କୋରାପୁଟର ଜନସାଧାରଣ ମାନେ ବି ବିଗତ ଦିନମାନଙ୍କରେ ଅନୁଭବ କରିଛନ୍ତି ଯେ କୋରାପୁଟର ଜଳବାୟୁ ଆଗ ଭଳି ରହିନାହିଁ, ଏହା ମଧ୍ୟ ଅନେକାଂଶରେ ବଦଳି ଚାଲିଛି। ତ ଆମ ଚାରିପାଖରେ ଘଟୁଥିବା ଏଇ ସବୁ ଘଟଣାବଳୀକୁ ଲକ୍ଷ୍ୟ କଲେ ଆମେ ଜାଣିପାରିବା ଯେ ଜଳବାୟୁ ପରିବର୍ତ୍ତନଟା ଖାଲି ଏକ ସ୍ଥାନୀୟ ସମସ୍ୟା ନୁହେଁ, ଏହା ଏକ ସାରା ପୃଥିବୀ ବ୍ୟାପୀ ଗୋଟେ ସମସ୍ୟା। ତେବେ ୟା ପଛରେ କାରଣ କ'ଣ? ଯଦି ୟା ପଛରେ କାରଣ କ'ଣ ଆମେ ଖୋଜିବା ତାହେଲେ ଜାଣିବା ଯେ 2007 ମସିହାରେ ନୋବେଲ ଶାନ୍ତି ପୁରସ୍କାର ଯେଉଁ ଦୁଇଟି ଜଣେ ବ୍ୟକ୍ତିବିଶେଷ ଆଉ ଗୋଟେ ଅନୁଷ୍ଠାନ ଦୁଇ ଜଣଙ୍କୁ ଯୁଗ୍ମ ଭାବରେ ନୋବେଲ ଶାନ୍ତି ପୁରସ୍କାର ଦିଆଗଲା। କାରଣ କ'ଣ ନା ଏକଦା ଆମେରିକାର ଭାଇସ୍ ପ୍ରେସିଡେଣ୍ଟ ଥିବା ଉପରାଷ୍ଟ୍ରପତି ଥିବା ଆଲଗୋରେ ଏବଂ IPCC ବୋଲି ଗୋଟିଏ ସରକାରୀ ସଂସ୍ଥା ଯାହାର ମୁଖ୍ୟ ଜଣେ ଭାରତୀୟ, ତାଙ୍କ ନାଁ ହେଉଛି ରାଜେନ୍ଦ୍ର ପଚୌରୀ। ତ IPCC ଏବଂ ଆଲଗୋରେ ଏ ଉଭୟଙ୍କୁ ମିଳିତ ଭାବରେ ନୋବେଲ ଶାନ୍ତି ପୁରସ୍କାର ଦିଆଯାଇଥିଲା। ତାର କାରଣ ହେଉଛି ଯେ ଶ୍ରୀଯୁକ୍ତ ଆଲଗୋରେ ସିଏ ବହୁତ ପ୍ରୟାସ କରି ସିଏ ଗୋଟିଏ ଜନମତ ସୃଷ୍ଟି କରିବାରେ ସକ୍ଷମ ହେଲେ ବା ଗୋଟେ ସଚେତନତା ସୃଷ୍ଟି କରିବାରେ ସକ୍ଷମ ହେଲେ ଯେ ମନୁଷ୍ୟକୃତ ନିର୍ଗମନ, ଯୋଉଟାକି ଇଂରାଜୀରେ କୁହାଯାଏ ଆନ୍ଥ୍ରୋପୋଜେନିକ ଏମିସନ, ମନୁଷ୍ୟକୃତ ନିର୍ଗମନ ହେଉଛି ପୃଥିବୀର ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ। ତେବେ ଏଇ ମନୁଷ୍ୟକୃତ ନିର୍ଗମନ କହିଲେ କ'ଣ? ଦେଖନ୍ତୁ, ଆପଣ ଗାଡ଼ି ମୋଟର କଥା କୁହନ୍ତୁ ବା କଳକାରଖାନାରେ ଯେଉଁ ଚିମ୍ନିରେ ଯେଉଁ ଧୂଆଁ ବାହାରୁଥିବା ଯେଉଁ କଳକାରଖାନା ଯୋଉଠି କୋଇଲାକୁ ପୋଡ଼ିକି ବିଭିନ୍ନ ପ୍ରକାର ଶିଳ୍ପର ଯେଉଁ ପ୍ରଣାଳୀ ସବୁ କାମରେ ଲାଗେ ସେ କଥା କୁହନ୍ତୁ ବା ଗାଡ଼ି ମୋଟର ଧୂଆଁ ବାହାରିବା କଥା କୁହନ୍ତୁ, ଏ ସବୁ ପଛରେ ଅଛି ଜୀବାଶ୍ମ ଇନ୍ଧନର ବହୁଳ ପ୍ରୟୋଗ।
ଏବଂ 1800 ମସିହା ପରେ ଷ୍ଟିମ୍ ଇଞ୍ଜିନର ଆବିଷ୍କାର ପରେ ଆଜି ପର୍ଯ୍ୟନ୍ତ ଆମେ ଏଇ ଯୋଉ ଜୀବାଶ୍ମ ଇନ୍ଧନକୁ ବହୁଳ ଭାବରେ ବ୍ୟବହାର କରି ଆମର ଯୋଉ ସଭ୍ୟତାର ଯୋଉ ଧାରା ଆମେ ତାକୁ ବଜାୟ ରଖିଛୁ। କୋଇଲା ରୂପରେ ହଉ, ଖଣିଜ ତୈଳ ଭାବରେ ହଉ, ନ୍ୟାଚୁରାଲ ଗ୍ୟାସ ଭାବରେ ହଉ, ଏଇ ତିନୋଟି ହଉଛି ଜୀବାଶ୍ମ ଇନ୍ଧନର ମୁଖ୍ୟ ସ୍ରୋତ। ଏବଂ ଏଇ ତିନୋଟିକୁ ଛାଡ଼ିଦେଲେ ମଣିଷ ପାଖରେ ଆଉ ଶକ୍ତିର ବିକଳ୍ପ ଉତ୍ସ ନାହିଁ, ବା ଯାହା ବି ଅଛି ସେଇଟା ଆମର ଚାହିଦାକୁ ମେଣ୍ଟାଇବାରେ ଅସମର୍ଥ। ତେବେ ଏଇ ତିନୋଟି ଯାକ ଯୋଉ ଜୀବାଶ୍ମ ଇନ୍ଧନର ସ୍ରୋତ କ୍ରମଶଃ ପୃଥିବୀରୁ ସରି ଚାଲିଛି। ଆଉ ସବୁଠାରୁ ବଡ କଥା ହଉଛି ଏଇ ଜୀବାଶ୍ମ ଇନ୍ଧନର ବ୍ୟବହାର ଫଳରେ ଯୋଉ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ, ଆକ୍ଚୁଆଲି 6 ପ୍ରକାର ଗ୍ୟାସ ବାହାରେ, କିନ୍ତୁ ସେଇଥିରୁ ସବୁଠାରୁ ଘାତକ ହଉଛି ଆମର ଅଙ୍ଗାରକାମ୍ଳ ଗ୍ୟାସ। ତେଣୁକରି ଆମେ ଯେତେବେଳେ ଜଳବାୟୁ ପରିବର୍ତ୍ତନର କଥା ହଉ ସେତେବେଳେ ମୁଖ୍ୟତଃ ଆମେ ଅଙ୍ଗାରକାମ୍ଳ ନିର୍ଗମନର ବିଷୟରେ କଥାବାର୍ତ୍ତା ହଉ। ଯଦିଓ ଆଉ 5ଟି ଅଛି, ସେ 5ଟି ବିଷୟରେ ଆମେ କେବେ ବିଶେଷ ଆଲୋଚନା କରୁନାହେଁ। ତେବେ ଏଇ ଯୋଉ ଅଙ୍ଗାରକାମ୍ଳ ଯୋଉ ନିର୍ଗମନ ହଉଛି, ୟାର ସ୍ରୋତ ଗୁଡିକ ହଉଛି ଜୀବାଶ୍ମ ଇନ୍ଧନ। ତେବେ ଜୀବାଶ୍ମ ଇନ୍ଧନର ଯଦି ଏତେ ଦୁଷ୍ପ୍ରଭାବ ଅଛି, ଆମେ ତାହେଲେ କାହିଁକି ତାକୁ ଏପର୍ଯ୍ୟନ୍ତ ବ୍ୟବହାର କରୁଛୁ? କାହିଁକି ଆମେ ତାକୁ ବନ୍ଦ କରୁନୁ? ନା, ମଣିଷ ପାଖରେ ତାର ବିକଳ୍ପ ଏପର୍ଯ୍ୟନ୍ତ ତିଆରି ହେଇନି। ଗୋଟେ ଛୋଟିଆ ଉଦାହରଣ ଦେଲେ ଆପଣ ଜାଣିପାରିବେ ଯେ କାହିଁକି ଜୀବାଶ୍ମ ଇନ୍ଧନର ବିକଳ୍ପ ନାହିଁ। ଆପଣ ଗୋଟିଏ ମୋଟର ସାଇକେଲରେ 1 ଲିଟର ପେଟ୍ରୋଲ ପକେଇଲେ ଆପଣ ଆଜିର ତାରିଖରେ 70ରୁ 80 କିଲୋମିଟର ଯାଇପାରୁଛନ୍ତି। ଏବଂ 1 ଲିଟର ପେଟ୍ରୋଲ ଗୋଟିଏ ଟାଙ୍କି ଭିତରେ ବହୁତ କମ ଜାଗା ନେଲା, ଆଉ ସେଥିରେ ଏତେ ଶକ୍ତି ଅଛି ଯେ 2 ଜଣ ବସିଲା ପରେ ମୋଟର ସାଇକେଲକୁ 100 କିଲୋମିଟର ବା 80 କିଲୋମିଟର ପର୍ଯ୍ୟନ୍ତ ନେଇକି ଚାଲିଗଲା। ଆପଣ ଭାବନ୍ତୁ ଆପଣ କୋଉ ଶକ୍ତିର ଉତ୍ସ ଅଛି ଯିଏ ଆପଣଙ୍କୁ ଏଇଭଳି ସୁବିଧାଜନକ ଭାବରେ ନେଇକି 80 କିଲୋମିଟର ନେଇକି ଯିବ? ଆପଣ କଣ ସେଇ ସୌର ଶକ୍ତିରେ ଏଭଳି ଗୋଟେ ମୋଟର ସାଇକେଲ ଚଲେଇ ପାରିବେ କି? ସୌର ପ୍ୟାନେଲ ଯେତିକି ବଡ ହବା ଦରକାର ଗୋଟିଏ ମୋଟର ସାଇକେଲ 80 କିଲୋମିଟର ନେବା ପାଇଁ, ସେଟା ଏତେ ବଡ ହବ ଯେ ତାକୁ ଆମେ ମୋଟର ସାଇକେଲ ଖଞ୍ଜି ପାରିବା ନାହିଁ। ପବନ ଚକି ସେ ବି ଆମ କାମରେ ଆସିବ ନାହିଁ। ତେଣୁ ଏଇ ଯୋଉ ପ୍ରାକୃତିକ ଭାବରେ ଏଇ ଯୋଉ ଜୀବାଶ୍ମ ଇନ୍ଧନ ଏତେ ଉନ୍ନତ ମାନର ଏଥିରେ ଶକ୍ତି ଭରି ରହିଛି ଯେ ଆମ ପାଖରେ ତାର ବିକଳ୍ପ ଆଜି ନାହିଁ। ତେଣୁ ତାର ଦୁଷ୍ପରିଣାମ ବିଷୟରେ ଜାଣିବା ପରେ ମଧ୍ୟ ଆମେ ତାକୁ ବ୍ୟବହାର କରୁଛୁ। ତାପରେ ୟାର ଯୋଉ ଭଣ୍ଡାର ସବୁ ଅଛି ପୃଥିବୀରେ, ଏଗୁଡାକ ସରିବା ପାଇଁ ବସିଲାଣି। ଆପଣ ଯଦି କୋଇଲା ବିଷୟରେ କହିବେ, ମାତ୍ର 180 ବର୍ଷ ପରେ କୋଇଲା ନିଃଶେଷ ହେଇଯିବ। ସେମିତି ଖଣିଜ ତୈଳ, ଯୋଉଥିରେ ଆମେ ପେଟ୍ରୋଲ, ଡିଜେଲ, କିରୋସିନ ଏସବୁ ଜିନିଷ ପାଉଛୁ, ସିଏ ଆଉ ମାତ୍ର 30 ବର୍ଷ ପରେ ସିଏ ଶେଷ ହେଇଯିବ। ସେମିତି ନ୍ୟାଚୁରାଲ ଗ୍ୟାସ ଆଉ 60 ବର୍ଷ ପରେ ଶେଷ ହେଇଯିବ। ଆଉ ଗୋଟିଏ ପ୍ରକୃତି ଆମକୁ ଆଉ ଗୋଟିଏ ପ୍ରକାର ଇନ୍ଧନ ଦେଇଛି, ସେଇଟା ହଉଛି ରେଡିଓ ଆକ୍ଟିଭ ମେଟେରିଆଲ। ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ ଯୋଉଟାକୁ ଆମେ ବ୍ୟବହାର କରୁଛୁ, ରେଡିଓ ଯୋଉ ତରଙ୍ଗ ବିକିରଣ ଯିଏ କରେ, ଏବଂ ତାର ମଧ୍ୟ ଯୋଉ ମହଜୁଦ ଯୋଉଟା ପୃଥିବୀରେ ଅଛି ସିଏ ବି ସୀମିତ। ଏମିତି ନୁହେଁ ଯେ ଆମକୁ ମାନେ ଅନେକ ଦିନ ଧରି ମାନେ ଅସରନ୍ତି ଭଣ୍ଡାର, ସେମିତି ନୁହେଁ। ତାର ବି ଯୋଉ ଭଣ୍ଡାର ସେଟା ନିଃଶେଷ ହେଇଯିବ। ତେବେ ଏ ପୃଥିବୀକୁ ଯେମିତି ମୋବାଇଲର ବ୍ୟାଟେରୀ ସରିଗଲା ପରେ ମୋବାଇଲର ଆଉ କିଛି ମାନେ ୟୁଟିଲିଟି ନାହିଁ, ସେମିତି ଏ ପୃଥିବୀର ଯୋଉ ବ୍ୟାଟେରୀ, ଏଇ ଯୋଉ 4ଟା ବ୍ୟାଟେରୀ କଥା ମୁଁ କହିଲି, ଇଏ ଯେତେବେଳେ ସରିଯିବ ସେତେବେଳେ ପୃଥିବୀରେ ଏଇ ଯୋଉ ସଭ୍ୟତା କେମିତି ଚାଲିବ, କେମିତି ମଣିଷ ସମାଜ କେମିତି ବଞ୍ଚି ରହିବ, ସେଇଟା ଗୋଟେ ବହୁତ ବଡ ପ୍ରଶ୍ନ। ଗୋଟେ ତାର ଉତ୍ତର ଆମେ ଯଦି ନିହାତି ଅନେଷ୍ଟଲି ଯଦି ଆମେ ଚିନ୍ତା କରିବା, ତାର ଉତ୍ତର ଆମ ପାଖରେ ଏପର୍ଯ୍ୟନ୍ତ ନାହିଁ। ତାପରେ ଆମେ ଆସିବା ଯେ ଭାରତୀୟ ଦୃଶ୍ୟପଟରେ ଏଇ ଯୋଉ ଶକ୍ତିର କଣ ଭୂମିକା ରହିଛି। ମୁଁ ମୂଳରୁ କହିଛି ଯେ ଯଦି ସମସ୍ୟାଟାକୁ ଚିହ୍ନିବା ତାହେଲେ ଆମେ ତାର ସମାଧାନ ବାହାର କରିପାରିବା। ଦେଖନ୍ତୁ, ଭାରତରେ କୋଇଲା ପ୍ରଚୁର ପରିମାଣରେ ମହଜୁଦ ଅଛି। ଯଦିଓ କୋଇଲାର ମାନ ଟିକେ ଉନ୍ନତ ନୁହେଁ, କିନ୍ତୁ ଆମ ପାଖରେ କୋଇଲାରେ ଆମେ ସ୍ୱାବଲମ୍ବୀ କହିଲେ ଚଳେ। ଅଥଚ ଖଣିଜ ତୈଳ ଆଉ ପ୍ରାକୃତିକ ବାଷ୍ପ ସେଇଟା ଆମ ପାଖରେ ନାହିଁ। ଏବଂ ଆମର ଯୋଉ ଭାରତର ଯୋଉ ଅର୍ଥନୀତିର ଯୋଉ ଇଞ୍ଜିନ, ତାର ବହୁଳ ଭାଗ ଆସିଥାଏ ଏଇ ଯୋଉ ଖଣିଜ ତୈଳର ବ୍ୟବହାରରେ। ଏବଂ ସେଇଥିପାଇଁ ଆମେ ଅନ୍ୟ ଦେଶମାନଙ୍କ ଉପରେ ନିର୍ଭରଶୀଳ। ଯେତେବେଳେ ଆମେ
GDP ର ଗ୍ରୋଥ ଟାକୁ ଆମେ ଭାବୁଛୁ ଯେ 9% କରିବୁ 10% କରିବୁ ଏବଂ ତାର ଯଦି ବେଶୀ ଭାଗ ଆମେ ଏମିତି ଫରେନ ରୁ ଆମଦାନୀ କରୁଥିବା ବା ବିଦେଶରୁ ଆମଦାନୀ କରୁଥିବା ତେଲ ଉପରେ ଯଦି ନିର୍ଭରଶୀଳ ହବୁ ତାହେଲେ ତେଲ ସପ୍ଲାଇ ଯଦି ବନ୍ଦ ହେଇଯିବ, ତେଲର ଯୋଗାଣ ଯଦି ବନ୍ଦ ହେଇଯିବ, ତାହେଲେ ଆମ ଇକୋନୋମିଟା ଆମର ଯୋଉ ଅର୍ଥନୀତି ଧୂଳିସାତ ହେଇଯିବ। ଏବଂ ଏମିତି ଗୋଟେ ବ୍ୟବସ୍ଥା, ଏମିତି ଗୋଟେ ସମ୍ଭାବନା ତିଆରି ହେଇଥିଲା 1971 ମସିହାରେ, ଯେତେବେଳେ ଭାରତ ଆଉ ପାକିସ୍ତାନ ଭିତରେ ଯୁଦ୍ଧ ଚାଲିଲା, ପ୍ରକାଶ୍ୟ ଯୁଦ୍ଧ ଚାଲିଲା 1971 ମସିହାରେ। ଗଲ୍ଫ ଦେଶରୁ ଆସୁଥିବା ଆମର ତୈଳବାହୀ ଟ୍ୟାଙ୍କର ଗୁଡିକୁ ପାକିସ୍ତାନ ଚେଷ୍ଟା କଲା ରାସ୍ତାରେ ଅଟକେଇ ଦେବା ପାଇଁ। କାରଣ ପାକିସ୍ତାନର ଉଦ୍ଦେଶ୍ୟ ଥିଲା ଯେ ଯଦି ସେ ତେଲର ଯୋଉ ତେଲକୁ ବହନ କରିଥିବା ଆସୁଥିବା ଜାହାଜକୁ ଯଦି ବନ୍ଦ କରିଦିଏ, ତାହେଲେ ଭାରତରେ ଖୁବ ଶୀଘ୍ର ସପ୍ତାହେ ପରେ ଆମ ପାଖରେ ଯୁଦ୍ଧ ବିମାନ କୁହନ୍ତୁ ବା ଟ୍ୟାଙ୍କ କୁହନ୍ତୁ ବା ଗାଡି ଘୋଡା କଥା କୁହନ୍ତୁ ବା ଟ୍ରେନ କଥା କୁହନ୍ତୁ, ଚଲେଇବା ପାଇଁ ଆମ ପାଖରେ ଇନ୍ଧନ ନଥିବ। ଭାରତ ଯେତେବେଳେ ସୁପର ପାୱାର ହେଲେ ମଧ୍ୟ ହାରିଯିବ। ତେଣୁକରି ପାକିସ୍ତାନ ଚାହିଁଲା ଯେ ତେଲ ଯୋଗାଣକୁ ବନ୍ଦ କରିଦେବା ପାଇଁ। 1971 ମସିହା ଯୁଦ୍ଧରେ ଭାରତ ଜିତିଲା, ତେଣୁ ସେ ପ୍ରଶ୍ନ ଅଲଗା କଥା। କିନ୍ତୁ ଏଇ ସମୟରେ ଆମର ଗୋଟେ ଦୁର୍ବଳ ଦିଗ ପ୍ରତି ଆମେ ସଚେତନ ହେଲେ। ତା ପରଠାରୁ ଭାରତ ଅନେକ ପ୍ରକାର ଚେଷ୍ଟା କରୁଛି ଯେ ଇରାନରୁ ଭାରତକୁ ପାଇପରେ ତେଲ ଆଉ ନ୍ୟାଚୁରାଲ ଗ୍ୟାସ ଆଣିବା ପାଇଁ। ସେମିତି ପୂର୍ବରେ म्यांमारରୁ ତେଲ ଆଉ ନ୍ୟାଚୁରାଲ ଗ୍ୟାସ ଆଣିବା ପାଇଁ। କିନ୍ତୁ ଉଭୟ ପଟରେ ଯଦି ଆପଣ ଦେଖିବେ ମ୍ୟାପରେ, ତାହେଲେ ପଶ୍ଚିମ ପଟେ ପାକିସ୍ତାନ ଆଉ ପୂର୍ବ ପଟେ ବାଂଲାଦେଶ, ଉଭୟ ସେମାନଙ୍କର ଧାର୍ମିକ ସ୍ୱତନ୍ତ୍ରତା ଯୋଗୁ ସେମାନେ ଭାରତର ମାନେ ଭଲରେ ଯଦି କୌଣସି କାମ ହବ ତାକୁ ସେମାନେ ସପୋର୍ଟ କରିବେ ନାହିଁ। ତେଣୁ ସେ ଦୁଇଟି ପ୍ରସ୍ତାବ ଆପାତତଃ ଭାରତ ସରକାର କାମରେ ଲଗାଇ ପାରୁନାହାନ୍ତି। ତେଣୁ ଭାରତ ସରକାର ବର୍ତ୍ତମାନ ଚାହୁଁଛନ୍ତି ଯେ ସାରା ଦେଶରେ ତେଲ ଉପରେ ନିର୍ଭରଶୀଳତା କେମିତି କମିବ। ତେଣୁକରି ସେମାନେ ଭାରତ ସରକାର ଚାହୁଁଛନ୍ତି ଯେ ଜନସାଧାରଣ ଯେତେ ଶୀଘ୍ର ଏଇ ଯୋଉ ଜୀବାଶ୍ମ ଇନ୍ଧନକୁ ଭିତ୍ତି କରି ଯୋଉ ଗାଡି ସବୁ ଚାଲିଛି, ସେଥିରୁ ଯଦି ଇଲେକ୍ଟ୍ରିକ ଭେହିକଲକୁ ଯଦି ସେମାନେ ସୁଇଚ୍ କରିଦିଅନ୍ତେ, ତାହେଲେ ଏଇ ତେଲ ଉପରେ ନିର୍ଭରଶୀଳତା ଅନେକାଂଶରେ କମିଯାନ୍ତା ଏବଂ ସେଥିରେ ଆମ ଦେଶର ନିରାପତ୍ତାଟା ଆଉ ଟିକେ ସୁଦୃଢ ହୁଅନ୍ତା। ତାପରେ ଆମେ ଆସିବା ଯେ ଜୀବାଶ୍ମ ଇନ୍ଧନ ଜନିତ ବ୍ୟବହାର ଯୋଗୁ ଯୋଉ ପରିବେଶ ଉପରେ ଯୋଉ ଦୁଷ୍ପ୍ରଭାବ ପଡୁଛି, ତାକୁ ଆମେ କେମିତି କମ କରିପାରିବା। ତ ଆମେ ଜାଣିଛନ୍ତି ଯେ ଆମ ଦୈନନ୍ଦିନ ଜୀବନରେ ଆମେ ଅନେକ କାମ କରିଥାଉ ଯୋଉଥିପାଇଁ ଆମକୁ ଗାଡି ଘୋଡାର ମାନେ ନିର୍ଭର କରିବା ପାଇଁ ପଡିଥାଏ। ତେଣୁ ଯଦି ପ୍ରତ୍ୟେକ ବ୍ୟକ୍ତି ଘର ଆଖପାଖରେ ଥିବା ଯୋଉ କାମ ଯୋଉଥିରେ ପାଦରେ ଚାଲିକି ଯାଇ ହବ, ଯଦି ଗାଡି ନ ନେଇକି ଆମେ ଯଦି ପାଦରେ ଚାଲି ଚାଲି ସେ ସବୁ କାମ କରିବା, ତାହେଲେ ମଧ୍ୟ ଆମେ ପରିବେଶ ଉପରେ ଟିକେ କମ ମାନେ କ୍ଷତିକାରକ ପଦାର୍ଥ ଯୋଉ ନିର୍ଗମନ ହଉଛି ତାକୁ ଆମେ କମେଇ ପାରିବା। ସେଭଳି ଅନେକ ଜିନିଷ ଅଛି, ଯଦି ଆମେ ତାର ଯୋଉ ମୂଳ ତତ୍ତ୍ୱଟିକୁ ଯଦି ଆମେ ଜାଣିପାରିବା, ତାହେଲେ ଆମେ ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଜନିତ ଯୋଉ ସବୁ କାରଣ ଅଛି ତାକୁ ଆମେ ଅନେକାଂଶରେ ଆମେ ହ୍ରାସ କରିପାରିବା। ମୁଁ ଯଦି ଏ ବିଷୟରେ କହିବି ଆଉ ଟିକେ ଲମ୍ବା ହେଇଯିବ, କିନ୍ତୁ ମୁଁ ଆଜି ମୋଟାମୋଟି ଭାବରେ ଆଜି ସେଇ ଯୋଉ ସଭା ହଉଥିଲା, ମୁଁ ଏଇଭଳି କିଛି ତଥ୍ୟ ଦେବା ପାଇଁ ଚାହିଁଥିଲି। ଧନ୍ୟବାଦ ସୁନୀଲ ଭାଇ, ଅତି ସୁନ୍ଦର ଭାବରେ ଆପଣ ଉପସ୍ଥାପନ କରିଛନ୍ତି। ଆମେ ଆଶା କରୁଛୁ ଯେ ଛାତ୍ରଛାତ୍ରୀ ମାନେ ଯେଉଁମାନେ ଶୁଣିଛନ୍ତି ସେମାନେ ନିଶ୍ଚିତ ଭାବରେ ଲାଭବାନ ହେଇଛନ୍ତି ଏବଂ ଭବିଷ୍ୟତରେ ଏଇ ନେଇ କାର୍ଯ୍ୟ କରିବାକୁ ଆଗଭର ହେବେ। ଧନ୍ୟବାଦ, ପୁଣି ଥରେ କୃତଜ୍ଞତା ଜଣାଇ ରହୁଛୁ। ତେବେ ନମସ୍କାର। ବହୁତ ଧନ୍ୟବାଦ।